ବର୍ତ୍ତମାନ ପାଇଁ ଆମେ ଦେଖିବା 8ଟି କେନ୍ଦ୍ରଶାସିତ ଅଞ୍ଚଳ ଯାହାର ସୂତ୍ର ହେଉଛି ଆ ଦାଦି ଜାଲ ଚପଲ। ଏଇଟା ଦେଖିବା ପୂର୍ବରୁ ଆମେ ଜାଣିବା କେନ୍ଦ୍ରଶାସିତ ଅଞ୍ଚଳ କ'ଣ, ଏକୁ କିଏ ଶାସନ କରେ। ଭାରତର କେନ୍ଦ୍ରଶାସିତ ଅଞ୍ଚଳ ହେଉଛି ସେହି ଅଞ୍ଚଳ ଯାହାକୁ ଭାରତ ସରକାର ସିଧାସଳଖ ଭାବେ ପରିଚାଳନା କରିଥାନ୍ତି। ଏଥିରେ କୌଣସି ରାଜ୍ୟ ସରକାର ଶାସନ କରିନଥାନ୍ତି। ଏଥିରେ ବିଧାନସଭାର କିଛି କାର୍ଯ୍ୟ ନଥାଏ, ସ୍ୱୟଂଶାସିତ ଶକ୍ତି ମଧ୍ୟ କିଛି କରିନଥାଏ। ଏଠି ଆମର କେନ୍ଦ୍ର ସରକାର ଡାଇରେକ୍ଟ ପରିଚାଳନା କରିଥାନ୍ତି। ସେଟା ହେଲା ଆମେ ଦେଖିଲେ ଆ ଦାଦି ଜାଲା ଚପଲ। ଆର ହେଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଦାର ହେଲା ଦାଦ୍ରା ନଗର ହାବେଳି ବା ଡାମନ ଡିଉ ତାକୁ କୁହାଯାଏ, ଦିର ହେଲା ଦିଲ୍ଲୀ, ଜାର ହେଲା ଜାମ୍ମୁ କାଶ୍ମୀର, ଲାର ହେଲା ଲାକ୍ଷାଦ୍ୱୀପ, ଚର ହେଲା ଚଣ୍ଡିଗଡ଼, ପର ହେଲା ପଣ୍ଡିଚେରୀ, ଲର ହେଲା ଲଦାଖ। ଏତିକି ହେଉଛି ଆମର 8ଟି କେନ୍ଦ୍ରଶାସିତ ଅଞ୍ଚଳ। ଏହାକୁ ଏକ ସୂତ୍ର ମାଧ୍ୟମରେ ସହଜ କରିବା ପାଇଁ ମୁଁ ଆପଣଙ୍କୁ ଦେଲି। ଧନ୍ୟବାଦ। ଜୟ ଜଗନ୍ନାଥ।